गत 3 दिन धरी लगाण वर्षा जो होइथिला ताहा छाड़ीची सत किंतु 2 दिन हैला एबे पुणी थरे आउ थरे लगाण वर्षा आरंभ हो जाइची। एथिपई चाषी बड़ हंतसंत होइचंती। 2 दिन ए वर्षा रे विशेष करी धान फसल सह परिया फसल मध्य नष्ट हो जाइची। आमे आसी पहुंचीथिलु धराकोट ब्लॉक रो हीराखंडी ग्राम रे जोठे कि शह शह हेक्टर रे चाष जमी रे निजे चाषी माने निज चाष जमी रे परिवार चाष करछंती। विशेष भावे बीन्स चाष एठे प्रसिद्ध अटे। एठू ए जो बीन्स विभिन्न बाहर राज्य को जाए, सहर मध्य को जाए जोठी कि बरहमपुर, खलिकोट, बास्का एभली अंचल को ए बीन्स जाए। वर्तमान आमे जो परिस्थिति देखुचु ए जो चाष जमी रे जो परिवा चाष करा जाउची, ए चाष संपूर्ण भावे जो बीन्स चाष कुआ जाउची ताहा संपूर्ण क्षतिग्रस्त हो जाइए जोटा कि देखा बिक्री करने को संभव नहीं, एभरी कि निजे खाइबा मध्य यह संभव नहीं, बिक्री बटा तो दूरर कथा। तो एभली स्थिति रे चाषी धार करज करी ए चाष आरंभ करथिला, बीन्स चाष करथिला। ए चाष पई बहुत खर्च करने को पड़ुची जोटा कि बिहन कुआ जाऊ, सार कुआ जाऊ, कीटनाशक कथा कुआ जाऊ। ए सब क्षेत्र जदि देखा जीवो चाषी बहु कष्ट रे ऋण बाड़ी करी ए फसल उगेइथिला। देखंतु अब जदि आमे सीधा सड़क जदि देखिबा ए जो बीन्स चातर खेत को जदि देखिबा, समस्त गछर पत्र परा हलदिया हो साराणी, मोड़ी मोड़ी हो साराणी, फल धरिबा समय रे संपूर्ण नष्ट हेबाकू गलानी। जदि मूलर कथा जदि देखिबा चाष ए जो चाष जमी रे जो बीन्स हेइची तार मूल देखिबा मूल मध्य पचि जिवार बेसी संभावना जदि ए समस्त तमाम कथा को जदि आमे धरि नेबा तो चाषी पाई एक चड़क सृष्टि हेइची। जो चड़क पाई वर्तमान एबे क्षति रे सहिबे, क्षति सहिबा सह ए जो धार करज करचंदी ताको किमिति सुझिबे ता एबे वर्तमान चिंतार विषय। तो आम सहित किछि चाषी जोड़ी होइचंदी, तांकर प्रतिक्रिया नेबा। तो बाबा कोन कहबे, आपण केते भरण चाष करथिले, किमिति करथिले? ମୁଁ 3 ଏକର ଖଣ୍ଡେ ଚାଷ କରିଥିଲି ବିନ୍ସ କନ୍ଦ ଯୋଗୁଁ ଏବେ ଯୋଉ ଝଡ଼ି ବର୍ଷା ହେଇଛି ଲଗାଣ ବର୍ଷାରେ ତ ବହୁତ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ତାପରେ ଆମେ ଯୋଉ ନୂଆ ନୂଆ ଆଣିଛୁ ମଞ୍ଜି ସାର ଆଉ ମଞ୍ଜିର ବିହନ ଏଗୁଡ଼ା ସବୁ ତ ଆମେ ସୁଝିବୁ ନା ଲୋନ୍ ସୁଝିବୁ? ଖାଇବା ପାଇଁ ତ ଆମର ପିଲା କୁଟୁମ୍ବ ବଞ୍ଚାଇବା ପାଇଁ ତ ଆମର ଖଣ୍ଡ କରିଥିଲୁ, ତାପରେ ତ ନଷ୍ଟ ହେଇଗଲା, ପୁରା ସମ୍ପୂର୍ଣ୍ଣ ନଷ୍ଟ ହେଇଗଲା। କି ଏଗ୍ରିକଲଚର ଅଫିସର କିଏ ଆଜି ପର୍ଯ୍ୟନ୍ତ ଫିଲ୍ଡକୁ ଆସିନାହାନ୍ତି। ଏବେ ପିଡ଼ିଆ ଲୋନ୍ ଦେବୁ ନା ସୋସାଇଟି ଲୋନ୍ ସୁଝିବୁ ନା କୋଉଟା ଆମେ ସୁଝିବୁ? ଚାଷୀକୁ ବଞ୍ଚୁ କେମିତି? ଆମର ମେରୁଦଣ୍ଡଟା ବି ଭାଙ୍ଗିଗଲା ଏବେ। ତାପରେ ଆମେ ଗାଡୁଆ ଖଟି ଯିବୁ ନା ଲୋନ୍ ସୁଝିବୁ? ତାପରେ ବସି ଚାଷୀ କୁଳ ହତାଶ ହେଇ ଅଛନ୍ତି। ଯାହା କହୁଥିଲେ ଯେ ଚାଷୀ କୂଳ ସମ୍ପୂର୍ଣ୍ଣ ଭାବେ ହତାଶ ହେଇଛନ୍ତି। ଚିନ୍ତା ଏବେ ବର୍ତ୍ତମାନ ଲୋନ୍ ସୁଝିବେ କେମିତି, ପରିବାର ପ୍ରତିପୋଷଣ ହେବେ। ତ କଣ କହିବେ, ଯୋଉ ଆପଣ କେତେ ଟଙ୍କା ଖର୍ଚ୍ଚ କରୁଥିଲେ ଏ ଚାଷ କରିବା ପାଇଁ? କୋଉଠୁ କୋଉଠୁ ଋଣ ଆଣିଥିଲେ, କେମିତି ଆଣିଥିଲେ, ଆଉ କେତେ ଟଙ୍କା ଖର୍ଚ୍ଚ କରିଥିଲେ? ବିନ୍ସ ଚାଷ କରିବେ ମୁଁ 2 ଏକର ଜମି ହବ। ବ୍ରହ୍ମପୁର ଗଲି, କାଠୁ ଗଲି 3,400 ଟଙ୍କାର ଔଷଧ ଧରି ଆସିଲି, କିଛି କାମ ଦେଲାନି। ହେଲେ ଏବେ ଲଗାଣ ବର୍ଷା ଯୋଗୁଁ ସବୁ ନଷ୍ଟ ହେଇଗଲା, ଆଉ ବହୁତ ଲୋକସାନ ହେଇଯାଇଛି। ମୁଁ କେମିତି କୋଉ ପ୍ରକାର ବଞ୍ଚିବି ଆପଣଙ୍କ ଇଏ କରିବି। ଏ ଧାର କରଜ ଆଣିକିରି ଏ ନାଗ ନଗଦି କରିକିରି ଋଣ ବାଡ଼ି କରି ଯୋଉ କୀଟନାଶକ ଔଷଧ କୁହାଯାଉ, ମଞ୍ଜି କୁହାଯାଉ, ଫସଲ ଅମଳ କରିବା ପାଇଁ ଯୋଉ ଲଗେଇଥିଲେ ପରିବା, ସେଟା ସମ୍ପୂର୍ଣ୍ଣ ବର୍ଷାରେ ଧୋଇ ହେଇଯାଇଛି। ଆଉ ଆଶା କରାଯାଉନି ଯେ କିଛି ଆଇନ ଭିତରେ ଉତ୍ପାଦନ ହବ। ତ ଏ ତମାମ କଥାକୁ ଯଦି ଆମେ ବିଚାରକୁ ନେବା ତ ଚାଷୀ କୂଳ ବର୍ତ୍ତମାନ ହତାଶ ହେଇଛି। କିଭଳି ଋଣ ସୁଝିବ ଆଉ କି ଆକାରରେ ସିଏ ପ୍ରତିଶୋଧ କରିବ ଏ ଋଣକୁ, ସେଇ ହେଉଛି ତ ବଡ ଚିନ୍ତା। ତ ଆମ ପାଖରେ ଅନ୍ୟ ଜଣେ ଚାଷୀ ଅଛି, ତ କଣ କହିବା ଆଜ୍ଞା, କେତେ ଭରଣ ଆପଣ? 2 ଏକର କରିଛି। 2 ଏକର କଲା ପରେ କୌଣସି କିଛି ନାହିଁ, ଏ ଲଗାଣ ବର୍ଷାରେ ସବୁ ନଷ୍ଟ ହେଇଗଲାଣି। ଆଉ ଆମେ ଯାହା ନଗଦି କରିଛୁ ତାହା ମିଳିବ କି ନାହିଁ ତା ସନ୍ଦେହ। କିରୋସିନି ଲିଟର 100 ଟଙ୍କା। ଆମର ଗ୍ରାମକୁ କୌଣସି ବୋରିଂ ନାହିଁ କି ଜଳ ଉଠାସେଚନ ନାହିଁ, କୌଣସି କିଛି ନାହିଁ, ବନ୍ଧ ଗାଡ଼ିଆରେ ପାଣି ନାହିଁ। କିରୋସିନି ଲିଟର 100 ଟଙ୍କା ଦେଇ ଆମେ ଯାହା ନଗଦି କରିକିରି ଖଣ୍ଡ ଉଠାଇଛୁ, ଏବେ ବର୍ତ୍ତମାନ ଅଦିନିଆ ଝଡ଼ରେ ସବୁ ନଷ୍ଟ ହେଇଗଲାଣି। ଆମେ କଣ କରିବୁ ଏବେ? ଗୋଟେ କୀଟନାଶକ କିଣିଲେ 1,000 ଟଙ୍କା, ପିଡ଼ିଆ କିଣିଲେ 40 ଟଙ୍କା, ରଞ୍ଜା କିଣିଲେ 15 ଟଙ୍କା। ଆମେ କଣ କରିବୁ? ଏବେ କିଛି ଉପାୟ ନାହିଁ, ଆଉ ଆମେ ଏବେ ହତାଶ ହୋଇ ବସିଛୁ।
ଅଦିନିଆ ଝଡ଼ରେ। ଅଦିନିଆ ଝଡ଼ରେ ଯାହା ଚାଷୀ କହୁଥିଲେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ତାଙ୍କର ଫସଲ, ଋଣ ବାଡ଼ି ହେଇଛନ୍ତି, କ୍ଷତି ଭରଣ କେମିତି ହବ ମୁଣ୍ଡରେ ଚିନ୍ତାର କାରଣ ହେଇଛି। ଏବେ ଆମେ ଅନ୍ୟ ଜଣେ ଚାଷୀଙ୍କ ପକାଇବା ଏ ଅଞ୍ଚଳରେ କେତେ ଲୋକ କେତେ ହେକ୍ଟରରେ ଚାଷ ଜମି କରୁଥିଲେ, ଚାଷ କରୁଥିଲେ, ପରିବା ଚାଷ କଣ କରୁଥିଲେ? ଆମର ଏଇଠି ଆଜ୍ଞା ପ୍ରାୟ ଗାଁଟା ଯାକ ଚଷା, ସମସ୍ତେ ପ୍ରାୟ କିଛି କିଛି ଧାନ କରୁଛନ୍ତି, ରବି ଫସଲ ବି କରୁଛନ୍ତି। ଏବେ ବିନ୍ସ ପରିମାଣ ତ ଆପଣମାନେ ଦେଖୁଥିବେ, ଏବେ ଆସିଛନ୍ତି ସବୁ, ସେ ନାଲି ପଡ଼ିକି ସବୁ ଫୁଲ କଷି ଝଡ଼ିଗଲାଣି। ଲୋକ ଚାଷୀ ଭାଇମାନେ ଋଣ କରଜ କରି ସୁଝୁଛନ୍ତି। ୟାର ଯଦି କିଛିଟା ସହଯୋଗ ସରକାର ସହାୟତା ନ ମିଳେ ତାହେଲେ ବାଧ୍ୟ ହୋଇ ଲାଦେନ ଖଟି ଯାଇକି ବାକି ସୁଝିବେ ଚାଷୀ ଭାଇମାନେ। ଆଉ କ'ଣ କହିବି ଆଜ୍ଞା। ଚାଷୀ ଯୋଉ ପ୍ରକାର ଅସନ୍ତୋଷ ବ୍ୟକ୍ତ କଲେଣି, ଯାହା କ୍ଷତି ସହିଲେଣି, ଶେଷରେ ବିକଳ୍ପ ଆଉ କିଛି ନଥିଲା ଭଳିଆ ତାଙ୍କ ମନେ କରୁଛନ୍ତି। ଦାଦନ ଖଟିବା ଶ୍ରେୟ ହବ ବୋଲି ମନେ କରୁଛନ୍ତି। ତେଣୁ ପ୍ରଶାସନ ହଉ, କୃଷି ବିଭାଗ ହଉ, ଏ କ୍ଷତି ଆକଳନ କରି ତାଙ୍କ କ୍ଷତି ପୂରଣ କରିବା ପାଇଁ, କ୍ଷତି ଭରଣା କରିବା ପାଇଁ ଆଗ ବଢିବା, ଏ କ୍ଷତି ଭରଣା କରି ଆଗକୁ ବଢିବାର ଆବଶ୍ୟକତା ରହିଛି। ଆସ୍କାରୁ ମନୋଜ ମୁନି, OTV।